ଏଇଟା ଗୋଟେ ବହୁ ଦିନର ମେଲଣ ଯାହାକି 200-300 ବର୍ଷର। ଆଗେ କାଳେ ସବୁ ଭାଗବତ ଗାଦି ଥିଲା, ଭାଗବତ ଘର ଥିଲା, ଲୋକମାନେ ସନ୍ଧ୍ୟାରେ ଭାଗବତ ପାଠ କରୁଥିଲେ। ଇଏ ସେଇ ଭାଗବତ ଗାଦି। ଏଠି ଆମର ଚୈତ୍ର ମାସ ପୂର୍ଣ୍ଣିମା ପୂର୍ବ ଦିନ ସବୁ ଗାଦି ଗୁଡ଼ାକ ଏଠି ଜୁମଣ ହୁଏ ଆଉ ଚୈତ୍ର ପୂର୍ଣ୍ଣିମା ମେଲଣ ହୁଏ। ଏଇଟା ବହୁତ ପୁରୁଣା ଗାଦି, ବହୁତ ପୁରୁଣା ମେଲଣ। ଏଠି ପାଖ ଆଖ ଶହ ଶହ ଗାଦି ବି ଆସୁଥିଲେ, କିନ୍ତୁ କାଳକ୍ରମେ 2000 ମସିହାରୁ ପୁରା ବନ୍ଦ ହୋଇଯାଇଥିଲା। ମାତ୍ର 3-4ଟା ଗାଦି ଆସୁଥିଲା। ସେଇ ଦିନଠାରୁ ମୁଁ ଡିସାଇଡ଼୍ କଲି ମେଲଣଟା ମୁଁ କରିବି। ଆଜିକି 23 ବର୍ଷ ହେଇଗଲାଣି ଏ ଭାଗବତ ମେଲଣ କରୁଛି। ଆଜି ଅଛନ୍ତି 40ଟା ଗାଦି ଏଠି ଆସିଛନ୍ତି ବିଭିନ୍ନ ଜାଗାରୁ। ଆଉ କାଲି ରାତିରେ ଯେଉଁ ପ୍ରସେସନ୍ ହେଇଥିଲା, ବହୁତ ବଡ଼ ପ୍ରସେସନ୍। ଏତେ ବଡ଼ ପ୍ରସେସନ୍ ବି ଆମର ଏଠି କୌଣସି ମେଲଣରେ ହେଉନି। ଆଉ ଏ ଗୋଟେ ପରମ୍ପରା, ଯାହା ପରମ୍ପରାଟା ବଞ୍ଚିଗଲା। ଆପଣମାନେ ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ଭାଗବତ ମେଲଣ। ଏଇଟା ଦୋଳ ମେଲଣ ନୁହେଁ, ଭାଗବତ ମେଲଣ। ଏଠି ଭାଗବତ ଗାଦି ସବୁ ଆସିଛନ୍ତି ଆଉ ବିଭିନ୍ନ ଗାଁରୁ ଗୋଟାଏ ନା ଗାଦିକି ଲୋକ ସବୁ ଆଣିକି ଆସିଛନ୍ତି। ସମାଜର ବାର୍ତ୍ତା ଏହା ରହିବ, ଲୋକମାନେ ଧର୍ମ ପ୍ରତି ଆକୃଷ୍ଟ ହୁଅନ୍ତୁ, ଭଗବାନ ଉପରେ ବିଶ୍ୱାସ ଭରସା ରଖନ୍ତୁ। ଆଗକୁ ଯେଉଁ ଖରାପ ସମୟ ଆସିଲେ ମୁକ୍ତି ପାଇବେ, ନିଶ୍ଚୟ ଜଗନ୍ନାଥଙ୍କୁ ଶରଣ କରନ୍ତୁ ଆଉ ନିଜେ ନିଜ କାର୍ଯ୍ୟ ପ୍ରଭୁ ଜଗନ୍ନାଥଙ୍କୁ ନେଇ କରନ୍ତୁ। ଆଉ ବର୍ଷକୁ ଥରେ ଜଗନ୍ନାଥ ନିଶ୍ଚୟ ଦର୍ଶନ କରନ୍ତୁ। ବହୁତ ବର୍ଷରେ ମଝିରେ ଟିକେ ଅସୁବିଧା ହେଇକି ବନ୍ଦ ବାନ୍ଦ ହେଇଯାଇଥିଲା। ତାପରେ ପୁଣି ବାବା ଚେଷ୍ଟା କରିକିରି ଆଜି 10-15 ବର୍ଷ ହେଲାଣି ବହୁ ବଡ଼ ଆକାରରେ କରିଚାଲିଛନ୍ତି। ଆମେମାନେ ସବୁ ସହଯୋଗ କରୁ, ନିମନ୍ତ୍ରଣ କରିବାକୁ ଯାଉ। ପ୍ରତିବର୍ଷ ଆର ବର୍ଷ 37 ଆସିଥିଲେ, ଏଥରକ ଆସିଛନ୍ତି 41। ଗାଦି ତ ପ୍ରତ୍ୟେକ ଗାଁରୁ ଆସୁଛନ୍ତି, ଆଉ କ'ଣ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଉଛି, ଆସୁଛନ୍ତି, ଟିକେ ଭୋଗରାଗ ହେଉଛି, ଭଲ ମନ୍ଦ। ଇଏ ନିହାତି ବାପା ଅଜା ଅମଳରୁ ଆଉ 3 ପିଢ଼ି ଖଣ୍ଡେ ହେଇଗଲାଣି। ଆଗରୁ ଚାଲିଥିଲା। ମୁଁ କହିଲି ଆପଣଙ୍କୁ ମଝିରେ ଟିକେ ଅସୁବିଧା ହେଇଥିଲା, ତେଣୁ ପୁଣି ବାବା ଯେତେବେଳେ ମୁଣ୍ଡ ଟେକିଲେ ଏବେ ଭଲ ଭାବରେ ଚାଲିଛି ଆଉ। Wanna be IAS officer? Join PST Gurukul, the best boarding school. For plus 3 teaching and coaching by Bajirao IAS Academy, call 9438 782020.